ଜୟ ଜଗନ୍ନାଥ। ଦେଖନ୍ତୁ ଆଜି ପଠନ କରିବା ଶ୍ରୀମଦ୍ ଭଗବତ ଗୀତା ମୌଳିକ ରୂପରେ। ପ୍ରଥମତଃ ଆମେ କ'ଣ ପଢ଼ିବା? ଉପକ୍ରମଣିକା। ଦେଖନ୍ତୁ ପ୍ରଥମେ ଶ୍ଲୋକ ଅଛି, ଆମ୍ଭମାନଙ୍କ ପାଇଁ ବୁଝାଯିବା ପାଇଁ ତା'ର ଅର୍ଥ ଭାବାର୍ଥ ବି ରହିଛି। ଆମେ ଯେପରି ଭାବରେ ବୁଝିପାରିବା ଓଡ଼ିଆରେ ଆମେ ଯେଉଁପରି କଥାବାର୍ତ୍ତା ହେଉଛି ସେ ତା'ର ଦିଆଯାଇଛି। ପ୍ରଥମତଃ ଆମେ ସଂସ୍କୃତର ଶ୍ଲୋକ ପଢ଼ିବା। ପ୍ରଥମତଃ ମୁଁ କହିଦେଉଛି, ଆପଣ ଯଦି ଶ୍ଲୋକ ପଢ଼ିଲା ବେଳେ କୌଣସି ତ୍ରୁଟି ରହେ ଆପଣମାନେ କ୍ଷମା କରିଦେବେ। ଦେଖନ୍ତୁ, ଓମ୍ ଅଜ୍ଞାନାତିମିରନ୍ଧସ୍ୟ ଜ୍ଞାନାଞ୍ଜନାଶଳାକୟା ଚକ୍ଷୁରୁନ୍ମିଳିତଯେନ ତସ୍ମୈ ଶ୍ରୀଗୁରୁବେ ନମଃ। ଶ୍ରୀଚୈତନ୍ୟମନୋଭୀଷ୍ଟ ସ୍ଥାପିତଯେନ ଭୂତଳେ ସ୍ୱୟଂ ରୂପଃ କଦା ମହ୍ୟଂ ଦଦାତି ସ୍ୱପଦାନ୍ତିକମ୍। ଆର ଅର୍ଥ ତଳେ ବର୍ଣ୍ଣନା କରାଯାଇଛି। ମୁଁ ଯେଉଁ ଅନ୍ଧକାର ଓ ଅଜ୍ଞାନ ଅନ୍ଧକାର ମଧ୍ୟରେ ଜନ୍ମ ହୋଇଥିଲି ଏବଂ ମୋର ଗୁରୁ ଜ୍ଞାନଲୋକ ଦ୍ୱାରା ମୋର ଚକ୍ଷୁ ଖୋଲିଦେଲେ, ମୁଁ ତାଙ୍କୁ ମୋର ଭକ୍ତିପୂତ ପ୍ରଣାମ ଜଣାଉଛି। ଯେଉଁ ଶ୍ରୀଳ ରୂପ ଗୋସ୍ୱାମୀ ପ୍ରଭୁପାଦ ଏ ଭୌତିକ ଦୁନିଆର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଲକ୍ଷ୍ୟ ପୂରଣ କରିବା ନିମିତ୍ତ ଏ ଜ୍ଞାନ ସଂସ୍ଥାପନ କରାଇଛନ୍ତି, ସେ କେବେ ତାଙ୍କ ପାଦ ପଦ୍ମରେ ମୋତେ ଆଶ୍ରୟ ଦେବେ। ଏଠାରେ ମୁଁ ଯେଉଁ ଅନ୍ଧକାର ମଧ୍ୟରେ ଜନ୍ମ ହୋଇଥିଲି, ମୋ ଗୁରୁ ଜ୍ଞାନଲୋକ ଦ୍ୱାରା ମୋତେ ଚକ୍ଷୁ ଖୋଲିଦେଲେ। ଗୁରୁ ଏଠାରେ ହେଉଛନ୍ତି ଆମର ଶ୍ରୀ ଚୈତନ୍ୟ ଭଗବାନ ମହାପ୍ରଭୁ କୁହାଯାଇଛି। ସେ କେବେ ତାଙ୍କ ପାଦ ପଦ୍ମରେ ଆଶ୍ରୟ ଦେବେ। ମୋର ଭକ୍ତି ସହିତ ମୋତେ ତାଙ୍କ ପାଦ ପଦ୍ମରେ କେବେ ଆଶ୍ରୟ ଦେବେ। ଆମ୍ଭେମାନେ ଯାହା କହୁଛେ, ବନ୍ଦେହ ଶ୍ରୀଗୁରୁ ଶ୍ରୀଯୁତପଦକମଳ ଶ୍ରୀଗୁରୁନ୍ ବୈଷ୍ଣବାଶ୍ଚ ଶ୍ରୀରୂପ ସାଗ୍ରଜାତ ସହଗଣ ରଘୁନାଥନିତ୍ୱ ତୋ ସଜୀବମ୍ ସାୟୋତୋ ସାବଧୂତ ପରିଜନ ସହିତ କୃଷ୍ଣ ଚୈତନ୍ୟ ଦେବಂ ଶ୍ରୀରାଧାକୃଷ୍ଣ ପାଦନ ସହଗଣ ଲଳିତା ଶ୍ରୀ ବିଶାଖାନ୍ୱିତଶ୍ଚ। ହେ ପ୍ରଭୁ, ମୋର ଶ୍ରୀ ଗୁରୁଦେବଙ୍କର ପାଦ ପଦ୍ମରେ ଏବଂ ସମସ୍ତ ବୈଷ୍ଣବ ପାଦ ପଦ୍ମରେ ମୁଁ ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଶ୍ରୀଳ ରୂପ ଗୋସ୍ୱାମୀ, ତାଙ୍କର ଜ୍ୟେଷ୍ଠ ଭ୍ରାତା ଶ୍ରୀଳ ସନାତନ ଗୋସ୍ୱାମୀ, ଶ୍ରୀ ରଘୁଦାସ ଗୋସ୍ୱାମୀ, ଶ୍ରୀ ରଘୁନାଥ ଭଟ୍ଟ, ଶ୍ରୀ ଗୋପାଳ ଭଟ୍ଟ ଏବଂ ଶ୍ରୀ ଜୀବ ଗୋସ୍ୱାମୀଙ୍କର ପାଦ ପଦ୍ମରେ ମୁଁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଶ୍ରୀ ଅଦ୍ୱୈତ ଆଚାର୍ଯ୍ୟ ଗଦାଧର ଶ୍ରୀବାସବ ଓ ଅନ୍ୟ ସାଥୀଗଣ ସହ ଶ୍ରୀକୃଷ୍ଣ ଚୈତନ୍ୟ ଏବଂ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କର ମୁଁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଶ୍ରୀ ଲଳିତା ଓ ବିଶାଖା ଆଦି ସଖୀବୃନ୍ଦଙ୍କ ସହ ଶ୍ରୀମତୀ ରାଧାରାଣୀ ଏବଂ ଶ୍ରୀକୃଷ୍ଣଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତ୍ପତେ ଗୋପୀଶ ଗୋପିକା କାନ୍ତ ରାଧାକାନ୍ତ ନମସ୍ତୁତେ। ହେ ମୋର ପ୍ରିୟ କୃଷ୍ଣ, ଆପଣ ଦୁଃଖୀ ଜନର ବନ୍ଧୁ ଏବଂ ସୃଷ୍ଟିର ମୂଳ ଅଟନ୍ତି। ଆପଣ ଗୋପୀମାନଙ୍କର ପ୍ରଭୁ ଏବଂ ଶ୍ରୀମତୀ ରାଧାରାଣୀଙ୍କର ପ୍ରେମିକା ଅଟନ୍ତି। ମୁଁ ଆପଣଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ହରେ କୃଷ୍ଣ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ। ଆଜି ଏତିକି ଆମେ ପଠନ କରିବା, ପୁଣି କାଲିକି ଏ ଶ୍ଲୋକ ପଠନ କରିବା। ଦେଖନ୍ତୁ, ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ
ବୃଷଭାନୁସୁତେ ଦେବୀ ପ୍ରଣମାମି ହରିପ୍ରିୟେ। କାଲି ଆମେ ଏଇଠାରୁ ପଠନ କରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ, ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସାଦି ଗୌରଭକ୍ତ ବୃନ୍ଦ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। हे कृष्ण करुणा सिंधु दीनबंधु जगतपते, गोपेश गोपिका कांत राधाकांत नमोस्तुते। हरे कृष्ण 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 हरे हरे।